ଆପଣଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ବୋଲି ଆପଣ ମେଡ଼ିସିନ୍ ଖାଉଛନ୍ତି ନା? ଆପଣଙ୍କର ଆଉ ମେଡ଼ିସିନ୍ ଖାଇବାକୁ ପଡ଼ିବନି। କେମିତି ଆଉ ମେଡ଼ିସିନ୍ ଖାଇବାକୁ ପଡ଼ିବନି ସେ ବିଷୟରେ ଆଜି ଆଲୋଚନା କରିବା। ଜୟ ଜଗନ୍ନାଥ ସାଙ୍ଗମାନେ। ୱେଲକମ୍ ଟୁ ଟିଫିନ୍ ଟାଇମ୍। ଆପଣ ତ ଦେଖୁଛନ୍ତି ଇଏ ଆମର ରହିଛି ଅମ୍ଲାକି ଜୁସ୍, ଆଉ ଇଏ ତ ରହିଲା 4-5 ପ୍ରକାର ଫ୍ରୁଟ୍ସ। ବ୍ରେକଫାଷ୍ଟରେ ଆମେ ରେଗୁଲାର ଖାଉଛେ ସୁସ୍ଥ ଆଉ ନିରୋଗ ରହିବା ପାଇଁ। ମୁଁ ଏବେ କହୁଥିଲି ନା, ଆଉ ମେଡ଼ିସିନ୍ ଖାଇବାକୁ ପଡ଼ିବନି। କେମିତି? ମେଡ଼ିସିନ୍ ଆଉ ଖାଇବାନି ତାହେଲେ ଆମ ରୋଗ କେମିତି ଭଲ ହେବ? ଆମେ ପ୍ରଥମେ ଜାଣିବା ଦରକାର ଆମର କ'ଣ ହେଇଛି, ପ୍ରୋବ୍ଲେମଟା କ'ଣ ହେଇଛି। ଯେତେବେଳେ ଆମେ ଅସୁସ୍ଥ ଅନୁଭବ କରୁଛେ, ଆମେ ଡାକ୍ତରଙ୍କ ପାଖକୁ ଯାଉଛେ। ଡାକ୍ତର ଆମକୁ 8-10ଟା କୋଶ୍ଚିନ୍ ପଚାରୁଛନ୍ତି, ଆମ ବ୍ଲଡ଼ ଟେଷ୍ଟ କରୁଛନ୍ତି, ତାପରେ ଭାବୁଛନ୍ତି ଯେ ଏଇ ଅସୁବିଧା ହେଇଛି, ତେଣୁକରି ମେଡ଼ିସିନ୍ ଲେଖୁଛନ୍ତି। ଡାକ୍ତର ସେତେବେଳେ ଜାଣିବାକୁ ଚାହୁଁଛନ୍ତି ଯେ ଆମର କୋଉ ପାଇଁ ଏ ରୋଗଟା ହେଇଛି। କିଛି ଡାକ୍ତର, ମୁଁ ସବୁ ଡାକ୍ତରଙ୍କ କଥା କହୁନି, ବଡ଼ ବଡ଼ ଡାକ୍ତରମାନଙ୍କ ପାଖରେ ତ ଏତେ ବିଜି ସେମାନେ ଯେ ଆପଣଙ୍କ ପାଟିରୁ କଥା ବାହାରିଲା ବେଳକୁ ତାଙ୍କର ଲେଖା ଆରମ୍ଭ ହେଇଯାଉଛି। ସେ ଡାୟଗ୍ନୋସିସ୍ ଠିକ୍ ହଉନି। ଆପଣଙ୍କୁ ଏମିତି ଗୋଟେ ମେଡ଼ିସିନ୍ ଦେଇ ଛାଡ଼ି ଦେଉଛନ୍ତି, ଆପଣ ମେଡ଼ିସିନ୍ ଖାଉଛନ୍ତି, ବହୁତ ମେଡ଼ିସିନ୍ ଖାଇ ବିଭିନ୍ନ ପ୍ରକାର ରୋଗରେ ବି ଆହୁରି ବଢ଼ିଯାଉଛି। ତେଣୁକରି ମୁଁ ସେଇ ଡାକ୍ତରମାନଙ୍କ କଥା କହୁଛି ଯେଉଁମାନେ ଦାୟିତ୍ୱ ନିଅନ୍ତି ଗୋଟେ ପେସେଣ୍ଟର ରୋଗ ବିଷୟରେ ଜାଣିବା ପାଇଁ, ସେ ରୋଗଟା କ'ଣ ପାଇଁ ସୃଷ୍ଟି ହେଇଛି ତାଙ୍କ ଦେହରେ, ଆରମ୍ଭ କ'ଣ ପାଇଁ ହେଲା। ଯେତେବେଳେ ଆମେ ଗୋଟେ ରୋଗ ବିଷୟରେ କାହିଁକି ସେ ଆରମ୍ଭ ହେଲା ଜାଣିପାରିବା ନା, ସେତେବେଳେ ଆମକୁ ଆଉ ରୋଗ ହବନି। ଆମେ ତ କନଫର୍ମ ହେଇଯିବା ଏଇ ପ୍ରୋବ୍ଲେମ ଯୋଗୁଁ ଆମର ଶରୀରରେ ରୋଗ ହେଇଛି। ଦେଖନ୍ତୁ, 1-2 ଲକ୍ଷ ଟଙ୍କା ଗାଡ଼ିରେ ଆମେ ପେଟ୍ରୋଲ ଗାଡ଼ିରେ କେବେ ବି ଡିଜେଲ କି କିରୋସିନ ପକାଉନେ। କାହିଁକି ନା ଆମ ଗାଡ଼ି ଖରାପ ହେଇଯିବ। ତାହେଲେ ଆମେ ମଣିଷ, ଆମେ ମନ ଇଚ୍ଛା ଖାଇବା, ମନ ଇଚ୍ଛା ଶୋଇବା, ମନ ଇଚ୍ଛା ପାଣି ପିଇବା କି ପିଇବାନି, ତାହେଲେ ଏମିତି କଲେ କ'ଣ ହେଇପାରିବ? ଯଦି 1-2 ଲକ୍ଷ ଟଙ୍କା ଗାଡ଼ି ପାଇଁ ଏତେ ଦାୟିତ୍ୱ, ତାହେଲେ ଆମ ଶରୀର ପାଇଁ କେମିତି ଆମେ ଦାୟିତ୍ୱ ନ ନେବା? ଯଦି ଆମେ ଟାଇମରେ ପାଣି ପିଇବା, ଟାଇମରେ ଖାଦ୍ୟ ଖାଇବା, କେଉଁ ଖାଦ୍ୟ ଖାଇଲେ ଆମ ଶରୀର ପାଇଁ ଦରକାରୀ, କେଉଁଟା ଅଦରକାରୀ, ଏଇଟା ଡିସିସନ୍ ନ ନେବା, ତାହେଲେ ଆମେ କେମିତି ସୁସ୍ଥ ରହିବା? ମୁଁ ଏ ପାଇଁ କହିଲି ଆଉ ମେଡ଼ିସିନ୍ ଖାଇବାକୁ ପଡ଼ିବନି। ଯଦି ଆମେ କେଉଁ ଖାଦ୍ୟ ଖାଇଲେ ଆମ ଶରୀରରେ ରୋଗ ସୃଷ୍ଟି ହେବନି। ବାରମ୍ବାର ମୁଁ କହି ଚାଲିଛି, ଫ୍ୟାକ୍ଟ୍ରିରୁ ଆସିଥିବା ଫୁଡ୍ କିମ୍ବା ଯେଉଁଟା ପ୍ୟାକେଜ୍ ହେଇଛି, ସେଥିରେ ଆମର ବହୁତ ଦେହ ଖରାପ ହେବ। ତେଣୁକରି ଆମେ ଯେଉଁଗୁଡ଼ାକ ଅର୍ଗାନିକ୍, ଦେଶୀ, ଯେଉଁଗୁଡ଼ାକ ଆମେ ଦେଖିବା ଫାଷ୍ଟ ଯେଉଁ ଖାଦ୍ୟ ଖାଉଛେ ସେଇଟା କେଉଁଠୁ ଆସିଛି, ତାହେଲେ ଆମେ ଯାଇ ସୁସ୍ଥ ଆଉ ନିରୋଗ ରହିପାରିବା। ଡିସିସନ୍ ଆମ ହାତରେ। କାରଣ ଦେଖନ୍ତୁ, ଆପଣ ସିନା ସମାଜ ପାଇଁ ଜଣେ ମଣିଷ ହେଇପାରନ୍ତି, କିନ୍ତୁ ଆପଣଙ୍କ ଘର ପାଇଁ, ପରିବାର ପାଇଁ ଆପଣ ହେଉଛନ୍ତି ମୁଖ୍ୟ।